ମାନେ ମୁଁ ତ ସ୍କୁଲରେ ଥିଲି ତ ଏବେ ହସ୍ତଗତ ହେଲା ମୋତେ ମୋର ଆଦର୍ଶ ଏଣ୍ଟ୍ରାନ୍ସର କ୍ୱେଶ୍ଚିନ୍ ପେପର୍। ତ ପ୍ରଥମେ ଆମେ ମ୍ୟାଥକୁ ଯିବା, ମ୍ୟାଥରୁ ଷ୍ଟାର୍ଟ କରିବା। ଆଉ ତୁମେମାନେ ଭିଡ଼ିଓ ଦେଖି ଚେକ୍ କରିପାରିବ ତୁମର ମ୍ୟାଥ ସେକ୍ସନରେ କେତେ ମାର୍କ ରହିବ ବୋଲି, ବୁଝିପାରିଲ। ତ କ୍ୱେଶ୍ଚିନ୍ ଦେଇଛି ହାଉ ମେନି, ବର୍ତ୍ତମାନ ମୁଁ ଏବେ ଖାଲି ଆନ୍ସର୍ କହିଦେଉଛି, ପରେ ମୁଁ ତୁମକୁ କ୍ଲାସ୍ରେ ବ୍ଲାକବୋର୍ଡ଼ରେ ଘରକୁ ଗଲେ ଏକ୍ସପ୍ଲାନେସନ୍ ଜଣାଇବି। କହିଲା ହାଉ ମେନି ଡେଜ୍ ୱିଲ୍ ଦ ଇୟର୍ 2100 ହାଭ୍, 2100 ମସିହାରେ କେତେ ଦିନ ହେବ? ତୁମର ଆନ୍ସର୍ ହେବ 366 ବା 365। ହାଉ ମେନି ସର୍ଫେସ୍ ଡଜ୍ ଏ ସ୍ପିୟର୍ ହାଭ୍, ସ୍ପିୟର୍ର କେତୋଟି ସର୍ଫେସ୍? ତୁମେ ଜାଣିଛ ସ୍ପିୟର୍ର ଗୋଟେ କର୍ଭ ସର୍ଫେସ୍ ଅଛି, ତେଣୁ 1 ହେବ। ତାପରେ କହିଲା 1 kg ଇଜ୍ ଇକ୍ୱାଲ୍ସ ଟୁ ଡ୍ୟାସ୍ ମିଲିଗ୍ରାମ। ବର୍ତ୍ତମାନ ଆର ଫର୍ମୁଲା ଅଛି ମୁଁ କହିଦେବି, କିନ୍ତୁ ଘରକୁ ଗଲେ ଭଲସେ ଏକ୍ସପ୍ଲାନେସନ୍ କରିବି। ବର୍ତ୍ତମାନ ତୁମକୁ ଆନ୍ସର୍ କହିଦେଉଛି, ଅପସନ୍ ସି ହେବ ତୁମର 1 2 3 4 5 6 10 ଲାଖ ହେବ, ବୁଝିପାରିଲ। ତାପରେ ନେକ୍ସଟ ଦେଇଛି ହ୍ୱାଟ୍ ଇଜ୍ ଦ ମିନିମମ୍ ନମ୍ବର ଅଫ୍ ଫ୍ୟାକ୍ଟର୍ସ ଆନ୍ ଇଭେନ୍ ନମ୍ବର ଗ୍ରେଟର ଦ୍ୟାନ୍ 2 ହାଜ୍। ତାମାନେ ସେ କହିଲା 2ରୁ ଅଧିକ, ବୁଝିପାରୁଛ, 2ରୁ ଅଧିକ ଏକ ଯୁଗ୍ମ ସଂଖ୍ୟାର କେତୋଟି ସର୍ବନିମ୍ନ ଗୁଣନୀୟକ ଥାଏ। ତା ସର୍ବନିମ୍ନ କହିଛି ମାନେ 3 ହେବ, ଆନ୍ସର୍ ହେବ କେତେ? 3 ହେବ। ତାପରେ କହିଲା କ'ଣ, ଦ ଲାର୍ଜେଷ୍ଟ 4 ଡିଜିଟ୍ ନମ୍ବର ଡିଭିଜିବୁଲ୍ ବାଏ 40 48 ଆଣ୍ଡ 60 ଇଜ୍ ଡ୍ୟାସ୍ ଲେସ୍ ଦ୍ୟାନ୍ ଦ ସ୍ମଲେଷ୍ଟ 5 ଡିଜିଟ୍ ନମ୍ବର। ପିଲେମାନେ ତୁମେ ତାର ପ୍ରଥମେ 40 48 60ର LCM ବାହାର କରିବ, 240 ହେବ। ଗ୍ରେଟେଷ୍ଟ 4 ଡିଜିଟ୍ ନମ୍ବର ହେବ 9840, ଆଉ ସ୍ମଲେଷ୍ଟ 5 ଡିଜିଟ୍ ନମ୍ବର ତୁମେ ଜାଣିଛ 10000 ହେବ, ତା ଦେହରୁ ମାଇନସ୍ କଲେ ଆନ୍ସର୍ ହେବ ତୁମର 60। ତାପରେ କହିଲା ହୁଇଚ୍ ଇଜ୍ ଦ ସ୍ମଲେଷ୍ଟ ଏମଙ୍ଗ 3/7 5/8 1/2 ଆଣ୍ଡ 3/5। ତୁମେ ପିଲାକୁ ଡେସିମାଲରେ କନଭର୍ଟ କରିଦେଲେ ସମସ୍ତେ ଜାଣିପାରିବ। ଆମର 3/7ର ଭ୍ୟାଲୁ ହେବ 0.42, 5/8ର ଭ୍ୟାଲୁ 0.62, 1/2ର ଭ୍ୟାଲୁ 0.5, 3/5ର ଭ୍ୟାଲୁ 0.6। ସୋ ଦ୍ୟାଟ୍ ସ୍ମଲେଷ୍ଟ କହିଛି ମାନେ 0.42 ତୁମର 3/7 ହେବ ଆନ୍ସର୍। ତାପରେ ନେକ୍ସଟ ଯିବା, ନେକ୍ସଟ କ୍ୱେଶ୍ଚିନ୍ କହିଲା ଆଟଲିଷ୍ଟ ହାଉ ମେନି ପଏଣ୍ଟସ୍ ଆର୍ ରିକ୍ୱାର୍ଡ଼ ଟୁ ଡ୍ର ଏ ସ୍ପେସିଫିକ୍ ସର୍କଲ୍। ଗୋଟେ ସର୍କଲ୍ ବନେଇବାକୁ ହେଲେ ଆମକୁ ଅତି କମରେ କେତୋଟି ପଏଣ୍ଟ ଦରକାର? ପଏଣ୍ଟ ହେବ, ଆନ୍ସର୍ ହେବ କ'ଣ? 1 ହେବ, ଆନ୍ସର୍ କ'ଣ? 1। କହିଲା ଇନ୍ ଏ ସର୍କଲ୍ କର୍ଡ଼ ଅଫ୍ ଦ ଲଙ୍ଗେଷ୍ଟ ଲେନ୍ଥ ଇଜ୍ ନୋନ୍ ଆଜ୍। ସର୍କଲ୍ର ସବୁଠାରୁ ଯେଉଁ ଲଙ୍ଗେଷ୍ଟ, ଯେଉଁ କର୍ଡ଼ ଅଫ୍ ଦ ଲଙ୍ଗେଷ୍ଟ ଲେନ୍ଥ ମାନେ ସବୁଠାରୁ ଲମ୍ବା କର୍ଡ଼କୁ କ'ଣ କହନ୍ତି? ସେଟା ତୁମର ହେବ ଡାଏମିଟର। କ'ଣ ହେବ? ଡାଏମିଟର ବା ତୁମର ବ୍ୟାସ। ହ୍ୱାଟ୍ ଇଜ୍ ଦ ମେଜରମେଣ୍ଟ ଅଫ୍ ଦ ସ୍ମଲର ଆକ୍ୟୁଟ୍ ଆଙ୍ଗେଲ୍ ଅଫ୍ ଏ ରାଇଟ୍ ଆଙ୍ଗେଲ୍ଡ ଆଇସୋସେଲେସ୍ ଟ୍ରାଙ୍ଗେଲ୍। ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର ତୁମର କ'ଣ କ୍ଷୁଦ୍ରତର ସୂକ୍ଷ୍ମ କୋଣର ପରିମାଣ କେତେ? ସେଇଟା ତୁମର ହେଇଯିବ କେତେ କହିଲ? ଆମର 30 ହେଇଯିବ, ବୁଝିପାରୁଛ। ଆମର ଦେଖିବା 90, 180ରୁ 90 ମାଇନସ୍ କଲେ 90, 90କୁ 2 ଡିଭାଇଡ଼ କଲେ 45, ସରି ଏଇଟା ହେଇଯିବ ତୁମର 45। କେତେ ହେଇଯିବ? 45। ହ୍ୱାଟ୍ ଇଜ୍ ଦ ସମ୍ ଅଫ୍ ଅଲ୍ ଦ ଫ୍ୟାକ୍ଟର୍ସ ଅଫ୍ 29। ତୁମେ ଜାଣିଛ 29 ଗୋଟେ ପ୍ରାଇମ୍ ନମ୍ବର, ଯାହାର ଫ୍ୟାକ୍ଟର ହେଉଛି କେତେ କହିଲ? 1 ଆଉ 29, ସେ ଦୁଇଟାକୁ ପ୍ଲସ୍ କଲେ ହେଇଯିବ 30। ତାହେଲେ କହିଲା ହ୍ୱାଟ୍ ଇଜ୍ ଦ ଏଜ୍ ଅଫ୍ ରମେଶ। ତୁମର ରମେଶର ଏଜ୍ 1 ଜାନୁଆରୀ 2025କୁ କେତେ ହେବ? ତାର ଡେଟ୍ ଅଫ୍ ବାର୍ଥ ଦେଇଦେଇଛି 30th ସେପ୍ଟେମ୍ବର 1984। ତୁମର କାଲକୁଲେସନ୍ ହେଲେ ହେବ 40 ଇୟର୍ 3 month 2 days। ମୁଁ କହିଦେବି କେମିତି କ'ଣ କାଲକୁଲେସନ୍ ହେଲେ, ଫିଲହାଲ ବର୍ତ୍ତମାନ ମୁଁ ଆନ୍ସର୍ କହିଦେଉଛି 40 ଇୟର୍ 3 months and 2 days। ନେକ୍ସଟ କ୍ୱେଶ୍ଚିନ୍ ଆସିଲା ଆନ୍ ଇଭେନ୍ ଇଣ୍ଟିଜର ଜଷ୍ଟ ସ୍ମଲର ଦ୍ୟାନ୍ 19/5। ତୁମର 19/5ର ଇଭେନ୍ ଇଣ୍ଟିଜର ତୁମର କେତେ ହେବ ନା କ'ଣ? ଏହା ତ ଆନ୍ସର୍ ଦେଇଛି। ତାହେଲେ ଇଭେନ୍ ଇଣ୍ଟିଜର ହେବ 2, କାହିଁକି ନା 19/5 ହେଲେ 3 ପଏଣ୍ଟ ସମଥିଙ୍ଗ ହେବ, 3 ପଏଣ୍ଟ ସମଥିଙ୍ଗ ହେଲେ ତାର କ'ଣ ସ୍ମଲର ହେଲା 2 ହେବ। ହାଉ ମେନି ଲାଇନ୍ସ ଅଫ୍ ସିମେଟ୍ରି ଆର୍ ଦେୟାର ଇନ୍ ଏ ସ୍କୋୟାର। ସ୍କୋୟାରରେ ଲାଇନ୍ସ ଅଫ୍ ସିମେଟ୍ରି କେତେ? ତୁମେ ଜାଣିଛ 4 ହେବ। କେତୋଟି ହେବ? 4 ହେବ।
द लेंथ एंड ब्रेथ ऑफ ए रेक्टेंगुलर फील्ड आर 20 मीटर एंड 10 मीटर रेस्पेक्टिवली ए रोड ऑफ विड्थ 5 मीटर सराउंड्स द फील्ड व्हाट इज द एरिया ऑफ द रोड मुझे तुमको कहीदेवी बुझेदेवी किंतु आंसर हम 600 मीटर स्क्वायर पिला माने एबे चेक कर दियो मैथ रे तुमर केते मार्क अच्छी थैंक यू।